ଏବେ ମାଗଣା ଜମି ଦେବେ ସରକାର, ତ କେଉଁମାନେ ଘର କରିବା ପାଇଁ ଜମି ପାଇବେ ଆଉ କ'ଣ ରହିଛି ସ୍କିମ୍ର ନାମ ସମ୍ପୂର୍ଣ୍ଣ ତଥ୍ୟ ଆଜି ଆପଣମାନଙ୍କୁ ଏ ଭିଡ଼ିଓ ମାଧ୍ୟମରେ ଜଣାଇବି। ତା ପୂର୍ବରୁ ଚ୍ୟାନେଲରୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ଲାଇକ୍ କରିଦେବେ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ଅଧିକରୁ ଅଧିକ ସେୟାର କରିଦେବେ। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ଜାଣିନେବା। ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ, ଏହି ଲକ୍ଷ୍ୟ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଏବେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ସରକାର ବାସହୀନକୁ ନେଇ ଯେଉଁ ସର୍ଭେ କରିଥିଲେ ତାହାର ସଂଜ୍ଞା ବଦଳି ଯାଇ ନୂତନ ସଂଶୋଧିତ ବାସହୀନ ସଂଜ୍ଞା ଅନୁଯାୟୀ ପୂର୍ବାହ୍ନ ବାସହୀନ ଚିହ୍ନଟ କରିବାକୁ ସରକାର ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। 4 ଡେସିମିଲରୁ କମ୍ ଜମି ଥିବା ବ୍ୟକ୍ତିଙ୍କୁ ଘର କରିବା ପାଇଁ ଜମି ଯୋଗାଇ ଦେବା ସରକାର, କାରଣ ସେମାନଙ୍କୁ ମଧ୍ୟ ଭୂମିହୀନ ଭାବେ ବିଚାର କରାଯିବ। ପୂର୍ବରୁ ରାଜ୍ୟରେ ଭୂମିହୀନ ସର୍ଭେ ସରିଛି। ଗ୍ରାମାଞ୍ଚଳରେ ଆଦୌ ଜମି ନଥିବା ପରିବାରକୁ ଚିହ୍ନଟ କରିବାକୁ ଗତ ବର୍ଷ 16 ଅଗଷ୍ଟରୁ 31 ଅକ୍ଟୋବର ମଧ୍ୟରେ ସର୍ଭେ କରାଯାଇଥିଲା। ସେମାନଙ୍କୁ ଘରେ ଖଣ୍ଡିଏ କରିବା ପାଇଁ ଜମି ଯୋଗାଇ ଦେବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଜମି ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି, ହେଲେ ଏହା ଭିତରେ ବସୁନ୍ଧରା ଯୋଜନା କିଛି ସଂଶୋଧନ କରାଯାଇଛି। ଫଳରେ 4 ଡେସିମିଲ କମ୍ ଜମି ଥିବା ପରିବାରକୁ ମଧ୍ୟ ଭୂମିହୀନ ଭାବେ ଗଣାଯିବ। ବାସହୀନ ବ୍ୟକ୍ତିଙ୍କ ପାଇଁ ଯେଉଁ ପରିମାଣର ଜମି ସରକାର ଯୋଗାଇବେ ତାହା ଏପରି ହେବ ଉଚିତ ଯେ ସେହି ବ୍ୟକ୍ତି ତାଙ୍କ ନିଜ ଗୃହଯୋଗ୍ୟ ଜମି ଓ ତାଙ୍କ ସାଙ୍ଗରେ ଥିବା ପରିବାର ଲୋକଙ୍କ ଗୃହଯୋଗ୍ୟ ଜମିକୁ ମିଶାଇ ମୋଟ 1/25 ଏକର ଅତିକ୍ରମ କରୁନଥିବ। ଯଦି ଅପେକ୍ଷାକୃତ ଜମି ଉପଲବ୍ଧ ନାହିଁ ତେବେ ଉପଲବ୍ଧ ଅନୁଯାୟୀ ଭାଗ ବଣ୍ଟା ହେବ। ସେହିପରି ନିୟମ 7(3) ଅନୁଯାୟୀ ବାସହୀନ ବ୍ୟକ୍ତିଙ୍କୁ ଯେଉଁ ଜମି ଦିଆଯିବ ସେହି ଜମି ଉତ୍ତରାଧିକାରୀ କିନ୍ତୁ ବ୍ୟବହାରଯୋଗ୍ୟ ହୋଇପାରିବ ନାହିଁ। ନୂତନ ସଂଶୋଧନ ଫଳରେ ଅଧିକ ବ୍ୟକ୍ତି ବାସହୀନ ବୋଲି ଚିହ୍ନଟ ହେବେ ଓ ସେମାନେ ଜମି ପାଇଁ ଯୋଗ୍ୟ ହେବେ। ଗ୍ରାମାଞ୍ଚଳରେ ଥିବା ବାସହୀନ ପରିବାରଗୁଡ଼ିକୁ ଅନୁସୂଚିତ ନିୟମ ଅନୁଯାୟୀ ଚିହ୍ନଟ କରାଯିବ। ବାସହୀନ ଚିହ୍ନଟ ସମ୍ପୂର୍ଣ୍ଣ ହେବା ଅଧିବ ଡିସେମ୍ବର 31, 2025 ରଖାଯାଇଛି। ଏହି ସମୟରେ ମଧ୍ୟରେ ନୂତନ ଚିହ୍ନଟ ଓ ପୁରୁଣା ତାଲିକାରେ ଥିବା ବ୍ୟକ୍ତିଙ୍କୁ ଜମିହୀନ ବଣ୍ଟନ ପ୍ରକ୍ରିୟା ଚାଲି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତ ଫ୍ରେଣ୍ଡସ୍, ଆପଣମାନେ ଜାଣିପାରିଲେ କେଉଁମାନଙ୍କୁ ଜମି ମିଳିବ, କେଉଁ ସ୍କିମ୍ ରହିଛି। ତ ଫ୍ରେଣ୍ଡସ୍, ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତ ଅଧିକରୁ ଅଧିକ ସେୟାର କରିଦେବେ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ନିହାତି ଭାବରେ ସବସ୍କ୍ରାଇବ୍ କରିଦେବେ।